ନମସ୍କାର ଓଡ଼ିଶା। ଆଜି ସେପ୍ଟେମ୍ବର 8 ତାରିଖ ରବିବାର। ଆଜିର ଖବରକୁ ଆପଣଙ୍କୁ ସ୍ୱାଗତ। ଚାଲନ୍ତୁ ନଜର ପକାଇବା ଆଜିର ମୁଖ୍ୟ ଖବର ଗୁଡ଼ିକ ଉପରେ। ପ୍ରଥମ ଖବରଟି ହେଉଛି ଗଡ଼ିଲା ସୁଭଦ୍ରା ସଚେତନତା ରଥ। ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରଥର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସୁଭଦ୍ରା ଯୋଜନା ଅସ୍ମିତାର ପରିଚୟ ହେବ। ପ୍ରତି ମହିଳାଙ୍କର ସ୍ୱପ୍ନ ପୂରଣ କରିବା ସୁଭଦ୍ରାର ମୂଳ ଉଦ୍ଦେଶ୍ୟ। ପ୍ରଥମେ ଭୁବନେଶ୍ୱରରେ ବୁଲିବ ରଥ, ପରେ ସବୁ ଜିଲ୍ଲାରେ ଏହା ଗଡ଼ିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେହିପରି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ଧୈର୍ଯ୍ୟ ରଖନ୍ତୁ, ଶୀଘ୍ର ସୁଭଦ୍ରା ସମସ୍ତଙ୍କ ପାଖରେ ପହଞ୍ଚିବ। ଏହାର ସମୟ ସୀମା ନାହିଁ, ଶେଷ ହିତାଧିକାରୀ ଯାଏଁ ପଞ୍ଜୀକରଣ ଚାଲିବ। ପରବର୍ତ୍ତୀ ଖବରଟି ହେଉଛି ଆଜି ନୂଆଖାଇରେ ଆରମ୍ଭ ହେବ ସିଏମ୍ କିଷାନ ଯୋଜନା। ରବିବାର ଅର୍ଥାତ୍ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରମୁଖ କୃଷି ପର୍ବ ନୂଆଖାଇ ଅବସରରେ ସମ୍ବଲପୁରରୁ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ କରିବେ। ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଅଡିଟୋରିୟମରେ ଏହାର ଆନୁଷ୍ଠାନିକ ଶୁଭାରମ୍ଭ ହେବ, ଯେଉଁଥିରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିରେ ଅନ୍ତର୍ଭୁକ୍ତ ହୋଇନଥିବା କୃଷକମାନଙ୍କୁ 2ଟି ପର୍ଯ୍ୟାୟରେ 4,000 ଟଙ୍କା ସହାୟତା ଦିଆଯିବ। 2ଟି ପର୍ଯ୍ୟାୟରେ ଚାଷୀଙ୍କୁ 4,000 ଟଙ୍କା ଲେଖାଏଁ ସହାୟତା ଦିଆଯିବ। ପ୍ରଥମ ପର୍ଯ୍ୟାୟରେ ନୂଆଖାଇରେ ଚାଷୀମାନେ 2,000 ଟଙ୍କା ପାଇବେ ଏବଂ ଅକ୍ଷୟ ତୃତୀୟାରେ ସେମାନେ ଅବଶିଷ୍ଟ ଅଧା କିସ୍ତି ପାଇବେ। ପରବର୍ତ୍ତୀ ଅପଡେଟଟି ହେଉଛି ଆସନ୍ତାକାଲି ଭାରତ ଆସିବେ ୟୁଏଇର କ୍ରାଉନ୍ ପ୍ରିନ୍ସ। ପଶ୍ଚିମ ଏସିଆରେ ବଢୁଥିବା ଟେନସନ ମଧ୍ୟରେ ଆବୁଧାବିର କ୍ରାଉନ୍ ପ୍ରିନ୍ସ ଶେଖ୍ ଖାଲିଦ ବିନ୍ ମହମ୍ମଦ ବିନ୍ ଜାୟେଦ ଅଲ୍ ନାହାନ ରବିବାର 2 ଦିନିଆ ଭାରତ ଗସ୍ତରେ ଆସିବେ। ଏହି ଅବଧିରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରିବେ। ଏହି ଗସ୍ତ ଘୋଷଣା କରି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ଅଲ୍ ନାହିନଙ୍କ ଏହି ଗସ୍ତ ଭାରତ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ମଧ୍ୟରେ ଦୃଢ଼ ସମ୍ପର୍କକୁ ଆହୁରି ମଜବୁତ କରିବ। ଏହା ନୂତନ ଏବଂ ଉଦୀୟମାନ କ୍ଷେତ୍ରରେ ସହଭାଗିତା ପାଇଁ ରାସ୍ତା ମଧ୍ୟ ଖୋଲିବ। ପରବର୍ତ୍ତୀ ଅପଡେଟଟି ହେଉଛି 3 ମହଲା କୋଠା ଭୁଶୁଡ଼ିଲା, 5 ମୃତ। ଆଜି ପ୍ରାୟ ସନ୍ଧ୍ୟା 5ଟା ସମୟରେ ଲକ୍ଷ୍ନୌର ଟ୍ରାନ୍ସପୋର୍ଟ ନଗରରେ ଏକ 3 ମହଲା କୋଠା ଭୁଶୁଡ଼ି ପଡ଼ିଛି। କୋଠା ଭୁଶୁଡ଼ିବା ପରେ ତୁରନ୍ତ ଉଦ୍ଧାରକାରୀ ଦଳ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି। ପ୍ରାୟ 30 ଜଣଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଛନ୍ତି ଟିମ୍। ସେଥିମଧ୍ୟରୁ 27 ଜଣ ଗୁରୁତର ଆହତ ଅଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ ମୋଟ 5 ଜଣଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ପରବର୍ତ୍ତୀ ଖବରଟି ହେଉଛି ଭିଜିଲାନ୍ସ ଜାଲରେ ନୂଆପଡ଼ା ଏମ୍ଭିଆଇ ବିନୟ ବେହୁରିଆ। ଭିଜିଲାନ୍ସ ଜାଲରେ ନୂଆପଡ଼ା ଏମ୍ଭିଆଇ ବିନୟ ବେହୁରିଆ 1,32,000 ଟଙ୍କା ସହ ଭିଜିଲାନ୍ସ ହାତରେ ଶ୍ରୀ ବେହୁରିଆ ଧରାପଡ଼ିଛନ୍ତି। ନୂଆପଡ଼ାରୁ ଭୁବନେଶ୍ୱର ଆସୁଥିବା ବେଳେ ଖୋର୍ଦ୍ଧାରେ ଧରାପଡ଼ିଥିଲେ। ଧରାପଡ଼ିଥିବା ଟଙ୍କା ପିସି ଆକାରରେ ଆଦାୟ ହୋଇଥିବା ସନ୍ଦେହ କରାଯାଉଛି। ଧରାପଡ଼ିବା ପରେ ଏମ୍ଭିଆଇଙ୍କ 5ଟି ସ୍ଥାନରେ ରେଡ୍ କରୁଛି ଭିଜିଲାନ୍ସ। ଧରାପଡ଼ିଥିବା ଟଙ୍କା ବାବଦରେ ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ ବିନୟ। ଉକ୍ତ ଟଙ୍କା ପିସି ଆକାରରେ ଆଦାୟ କରାଯାଉଥିବା ସନ୍ଦେହ କରାଯାଉଛି। ଏଥିସହିତ ବେହୁରିଆଙ୍କୁ ଅଟକ ରଖି ପଚରାଉଚରା କରୁଛି ଭିଜିଲାନ୍ସ। ପରବର୍ତ୍ତୀ ଖବରଟି ସୋମବାର ରାଜ୍ୟରେ ସମସ୍ତ ବ୍ୟାଙ୍କ ବନ୍ଦ ରହିବ। ଆସନ୍ତା 9 ତାରିଖ ଅର୍ଥାତ୍ ସୋମବାର ରାଜ୍ୟରେ ସମସ୍ତ ବ୍ୟାଙ୍କ ବନ୍ଦ ରହିବ। ପଶ୍ଚିମ ଓଡ଼ିଶା ଗଣପର୍ବ ନୂଆଖାଇ ପାଳନ ପାଇଁ ରାଜ୍ୟ ସରକାର ଏହି ଦିନକୁ ଛୁଟି ଘୋଷଣା କରିଛନ୍ତି। ଏହା ପୂର୍ବରୁ ରାଜ୍ୟ ସରକାର ନୂଆଖାଇ ପାଇଁ ରାଜ୍ୟର ସମସ୍ତ ସରକାରୀ ଅନୁଦାନ ପାତ୍ର ଏବଂ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଛୁଟି ଘୋଷଣା କରିଥିଲେ। ପରବର୍ତ୍ତୀ ଖବରଟି ହେଉଛି ପ୍ରଥମ ଥର ପାଇଁ ପାକିସ୍ତାନ ଭାରତ ସହ ହୋଇଥିବା କାର୍ଗିଲ ଯୁଦ୍ଧରେ ଷଡ଼ଯନ୍ତ୍ର କରିଥିବା ସ୍ୱୀକାର କରିଛି। ଏହି ଯୁଦ୍ଧରେ ସେନାର ପ୍ରତ୍ୟକ୍ଷ ଭୂମିକା ଗ୍ରହଣ କରିଛି ଏବଂ ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ପାକିସ୍ତାନ କାର୍ଗିଲରେ ଅନୁପ୍ରବେଶରେ ପାକିସ୍ତାନର ସମ୍ପୃକ୍ତିକୁ ସର୍ବଦା ଅସ୍ୱୀକାର କରୁଥିଲା। ପାକିସ୍ତାନ ଦାବି କରିଛି ଯେ ଏହା କାଶ୍ମୀରର ସ୍ୱାଧୀନତା ସଂଗ୍ରାମୀଙ୍କ ଦ୍ୱାରା ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ। ପରବର୍ତ୍ତୀ ଖବରଟି ହେଉଛି ଆବେଦନ ବେଳେ ଖୋଲୁନି ସୁଭଦ୍ରା ପୋର୍ଟାଲ। ସୁଭଦ୍ରା ଯୋଜନାରେ ଆବେଦନ ବେଳେ ଖୋଲୁନି ପୋର୍ଟାଲ। ଭଦ୍ରକ ଧାମନଗର ବ୍ଲକରୁ କାଲି ଏମିତି କିଛି ଅଭିଯୋଗ ଆସିଛି। ଏପରିକି ଗତ 3 ଦିନ ଧରି ଅନଲାଇନରେ ଆବେଦନ କରିବା ସମ୍ଭବ ହେଉନଥିବା ଲୋକେ ଅଭିଯୋଗ କରିଛନ୍ତି। ବହୁ ସମୟ ଧରି ଅପେକ୍ଷା କରିବା ପରେ ମଧ୍ୟ ପୋର୍ଟାଲ ଖୋଲୁନଥିବାରୁ ଜନସେବା କେନ୍ଦ୍ର ଗୁଡ଼ିକରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ସମାନ ଚିତ୍ର ଦେଖିବାକୁ ମିଳିଛି ବରଗଡ଼ରେ। ଏଠି କେତେବେଳେ ପୋର୍ଟାଲ ଖୋଲୁନି ତ ଆଉ କେତେବେଳେ ଆଉ କାହାର ଲଗଇନ୍ ଆଇଡି ଖୋଲି ଯାଉଥିବା ଅଭିଯୋଗ କରିଛନ୍ତି ଆବେଦନକାରୀ। ପରବର୍ତ୍ତୀ ଖବରଟି ହେଉଛି ସୁନିତାଙ୍କ ବିନା ପୃଥିବୀ ପୃଷ୍ଠରେ ଲ୍ୟାଣ୍ଡ କଲା ଷ୍ଟାର ଲାଇନର। ପୃଥିବୀ ପୃଷ୍ଠରେ ଲ୍ୟାଣ୍ଡିଂ କଲା ଷ୍ଟାର ଲାଇନର। କୌଣସି କ୍ରୁ ନୁହେଁ ବରଂ ମାନବବିହୀନ ଭାବେ ଫେରିଛି ଷ୍ଟାର ଲାଇନର।
ନ୍ୟୁ ମେକ୍ସିକୋର ଏକ ମରୁଭୂମିରେ ନିରାପଦ ଭାବେ ଲ୍ୟାଣ୍ଡିଂ କରିଛି ଷ୍ଟାର ଲାଇନର। ମହାକାଶରେ ଦୀର୍ଘ 3 ମାସରୁ ଅଧିକ ଦିନ ହେଲା ଫସି ରହିଥିବା ଦୁଇ ମହାକାଶ କର୍ମଚାରୀ ସୁନିତା ୱିଲିୟମ୍ସ ଏବଂ ତାଙ୍କ ସହଯୋଗୀଙ୍କୁ ମହାକାଶରେ ଛାଡ଼ି ଏକାକୀ ପୃଥିବୀ ପୃଷ୍ଠକୁ ଆଜି ଫେରିଆସିଛି। ପ୍ରାୟ 6 ଘଣ୍ଟା ଯାତ୍ରା ପରେ ଷ୍ଟାର ଲାଇନର ଆମେରିକାର ନ୍ୟୁ ମେକ୍ସିକୋ ଅଞ୍ଚଳରେ ଅବତରଣ କରିଛି। ଷ୍ଟାର ଲାଇନର ମହାକାଶକୁ ଯାତ୍ରା କରିବା ବେଳେ ବୈଷୟିକ ତ୍ରୁଟି ଦେଖିବାକୁ ମିଳିଥିଲା। ଷ୍ଟାର ଲାଇନର ଥ୍ରଷ୍ଟର ସମସ୍ୟା ସହ ହିଲିୟମ ଗ୍ୟାସ୍ ଲିକ୍କୁ ଆଖି ଆଗରେ ରଖି ମହାକାଶଚାରୀଙ୍କ ବିନା କେବଳ ଏହି ଷ୍ଟାର ଲାଇନର କ୍ୟାପସୁଲକୁ ପୃଥିବୀ ପୃଷ୍ଠକୁ ଫେରାଇ ଅଣାଯାଇଛି। ମହାକାଶରେ ରହିଯାଇଛନ୍ତି ସୁନିତା ଏବଂ ତାଙ୍କ ସହଯୋଗୀ। ପରବର୍ତ୍ତୀ ଖବରଟି ହେଉଛି ଏଣିକି 2,000 ଟଙ୍କା ଦେଣନେଣ ପେମେଣ୍ଟ ଏଗ୍ରିଗେଟରେ ଉପରେ ଲାଗିବ 18% ଜିଏସଟି। 18% ଜିଏସଟି ଲାଗୁ କରିବା ପାଇଁ ଆଲୋଚନା ଚାଲିଛି। ଦ୍ରବ୍ୟ ଏବଂ ସେବା କର ପରିଷଦ 2,000 ଟଙ୍କା ପର୍ଯ୍ୟନ୍ତ ଛୋଟ ଡିଜିଟାଲ କାରବାର ପେମେଣ୍ଟ ଏଗ୍ରିଗେଟର ବା ପେମେଣ୍ଟ ସଂଗ୍ରହକାରୀଙ୍କ ଉପରେ 18% ଜିଏସଟି ଲାଗୁ କରିବାକୁ ବିଚାର ବିମର୍ଶ କରୁଛି। ରିପୋର୍ଟ ଅନୁସାରେ ଡେବିଟ୍ ଓ କ୍ରେଡିଟ୍ କାର୍ଡ ମାଧ୍ୟମରେ କରାଯାଇଥିବା କାରବାର ଉପରେ ଏହି ପ୍ରସ୍ତାବିତ ଟ୍ୟାକ୍ସ ଲାଗୁ କରାଯିବ। ସେପ୍ଟେମ୍ବର 9ରେ ବସିବାକୁ ଥିବା ଜିଏସଟି ପରିଷଦ ବୈଠକରେ ଏହି ପ୍ରସ୍ତାବ ଉପରେ ଆଲୋଚନା ହେବ। ପରବର୍ତ୍ତୀ ଖବରଟି ହେଉଛି ଜାରି ହେଲା ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ 2023। ଦୁନିଆରେ ଏବେ ବି ଏପରି ଅନେକ ଦେଶ ଅଛନ୍ତି ଯେଉଁଠି ଲୋକଙ୍କୁ ଦିନକୁ ଦୁଇ ଓଳା ଖାଇବାକୁ ବି ମିଳୁନି। ସ୍ୱାସ୍ଥ୍ୟବର୍ଦ୍ଧକ ଖାଦ୍ୟର କଥା ଉଠିଲେ ମାତ୍ରେ କିଛି ଦେଶର ଅଧିକାଂଶ ଜନସଂଖ୍ୟା ପୋଷଣଯୁକ୍ତ ଆହାର ପାଇପାରୁଛନ୍ତି। ଯେଉଁ ଦେଶର ପିଲାଙ୍କୁ ପୋଷଣଯୁକ୍ତ ଆହାର ମିଳିପାରୁନାହିଁ ସେମାନେ ଅପପୁଷ୍ଟିର ଶିକାର ହେଉଛନ୍ତି। ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ 2023 ରିପୋର୍ଟରେ ଏପରି ଦେଶଙ୍କ ନାମ ଉଲ୍ଲେଖ ରହିଛି। ଏହି ଦେଶମାନଙ୍କ ମଧ୍ୟରେ ପାକିସ୍ତାନ, ବାଂଲାଦେଶ ଓ ଭାରତର ନାମ ବି ରହିଛି। ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ 2023ରେ ଭାରତକୁ 111ତମ ସ୍ଥାନରେ ରଖାଯାଇଛି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଭାରତ ନିଜର ପଡ଼ୋଶୀ ଯେପରି ବାଂଲାଦେଶ, ପାକିସ୍ତାନ, ନେପାଳ ଓ ଶ୍ରୀଲଙ୍କା ଠାରୁ ଢେର ପଛରେ ପଡ଼ିଛି। ପରବର୍ତ୍ତୀ ଖବରଟି ହେଉଛି ମାନବ ଇତିହାସର ସବୁଠାରୁ ଗରମ ବର୍ଷ ହେଉଛି 2024। ୟୁରୋପର ଜଳବାୟୁ ଏଜେନ୍ସି କୋପରନିକସ୍ ଦାବି କରିଛି ଯେ ଚଳିତ ବର୍ଷ ଗ୍ରୀଷ୍ମ ସମୟରେ ପୃଥିବୀର ତାପମାତ୍ରା ସବୁଠୁ ଅଧିକ ରହିଥିଲା। ଏଜେନ୍ସିର କହିବା ଅନୁସାରେ 2024 ମସିହାରେ ମାନବ ଇତିହାସରେ ସବୁଠୁ ଉତ୍ତପ୍ତ ବର୍ଷ। ବୈଜ୍ଞାନିକଙ୍କ କହିବା ଅନୁସାରେ ରେକର୍ଡ ଗରମ ପଛରେ ମାନବ ଜନିତ କାରଣ ବ୍ୟତୀତ ଜଳବାୟୁ ପରିବର୍ତ୍ତନ, ଅଲନିନୋ ପ୍ରଭାବ, ପାଣିପାଗରେ ପରିବର୍ତ୍ତନ ସାମିଲ ରହିଛି। କୋପରନିକସ୍ ଅନୁସାରେ ଜୁନ, ଜୁଲାଇ ଏବଂ ଅଗଷ୍ଟରେ ହାରାହାରି ତାପମାତ୍ରା 16.8 ଡିଗ୍ରୀ ସେଲସିୟସ୍ ଥିଲା। 2023 ପୁରୁଣା ରେକର୍ଡ ଠାରୁ 0.03 ଡିଗ୍ରୀ ସେଲସିୟସ୍ ଅଧିକ ଉଷ୍ମ ଥିଲା। ପରବର୍ତ୍ତୀ ଖବରଟି ହେଉଛି ଆସନ୍ତା 5 ବର୍ଷରେ 50ଟି ଛୋଟ ସହରରେ ହେବ ଏୟାରପୋର୍ଟ। 2047 ସୁଦ୍ଧା ଆମ ଦେଶ ଭାରତ ବିକଶିତ ହେବ। ଏହି ଟାର୍ଗେଟ ନେଇ କେନ୍ଦ୍ର ସରକାର ବିଭିନ୍ନ ଦିଗରେ କାମ ଜାରି ରଖିଛନ୍ତି। ଇନଫ୍ରାଷ୍ଟ୍ରକ୍ଚର, ପର୍ଯ୍ୟଟନ ଆଦି କ୍ଷେତ୍ରରେ କାମ ହେବ। ତେଣୁ ଭାରତକୁ ଦେଶ ବିଦେଶରୁ ଯାତାୟାତ ବଢ଼ିବ। କେନ୍ଦ୍ର ସରକାର ଦେଶରେ 300 ବିମାନ ବନ୍ଦର ନିର୍ମାଣ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏହି କ୍ରମରେ ଆସନ୍ତା 5 ବର୍ଷରେ ଦେଶରେ 50ଟି ଛୋଟ ସହରରେ ଏୟାରପୋର୍ଟ ନିର୍ମାଣ କରିବାକୁ ଯୋଜନା କରାଯାଇଛି। ପରବର୍ତ୍ତୀ ଖବରଟି ହେଉଛି ବର୍ଷରେ 2 ଥର କିସ୍ତିରେ ଟଙ୍କା ଦେଲେ ଆତ୍ମନିର୍ଭରଶୀଳ ହେବା ସମ୍ଭବ ନୁହେଁ ବୋଲି କହିଛନ୍ତି ଭୁବନେଶ୍ୱର ମେୟର। ଖର୍ଚ୍ଚରେ ଚାଲିଯିବ ବୋଲି ବିଏମସି ମେୟର ସୁଲୋଚନା ଦାସ କହିଛନ୍ତି। ଏକାଥରକେ 50,000 ଟଙ୍କା ନ ମିଳିଲେ ଆତ୍ମନିର୍ଭରଶୀଳ ହୋଇପାରିବ ନାହିଁ। ବିଜେପି ସରକାର 50,000 ଟଙ୍କା 2 ବର୍ଷରେ ଦେବେ ବୋଲି କହିଥିଲେ। ଯଦି 2 ବର୍ଷରେ ଦେଇଥାନ୍ତେ ଲାଭ ହୋଇଥାନ୍ତା। ପୂର୍ବ ସରକାର ମିଶନ ଶକ୍ତି ଜରିଆରେ ଏସଏଚଜି 1.5 ଲକ୍ଷ ଟଙ୍କା ଦେବା ସହ ମୁକ୍ତା ଯୋଜନାରେ ବହୁ ମହିଳାଙ୍କୁ ଟଙ୍କା ଦେଇଥିଲେ। କାମରେ ଆସୁଥିଲା। 2 ବର୍ଷରେ ସବୁ ଟଙ୍କା ଦେଲେ ମହିଳାଙ୍କ ଲକ୍ଷ୍ୟ ପୂରଣ ହୋଇପାରିବ ବୋଲି ଭୁବନେଶ୍ୱର ମେୟର କହିଛନ୍ତି। ପରବର୍ତ୍ତୀ ଖବରଟି ହେଉଛି ଉତ୍କଳ ହସ୍ପିଟାଲରେ ପ୍ରଥମ ଥର ଅଙ୍ଗଦାନ ଓ ପ୍ରତିରୋପଣ ସଫଳତାର ସହ ସମ୍ପନ୍ନ ହୋଇଛି। ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମେ ଭୁବନେଶ୍ୱର ନୀଳାଦ୍ରି ବିହାରୀ ସ୍ଥିତ ରାଜ୍ୟର ପ୍ରମୁଖ ମଲ୍ଟି ସ୍ପେଶାଲିଷ୍ଟ ହସ୍ପିଟାଲ ଉତ୍କଳ ହସ୍ପିଟାଲରେ ପ୍ରଥମ ଥର ସଫଳତାର ଅଙ୍ଗଦାନ ପ୍ରକ୍ରିୟା ସମ୍ପନ୍ନ ହୋଇଛି। ଓଡ଼ିଶାରେ ଅଙ୍ଗ ପ୍ରତିରୋପଣ ମାଧ୍ୟମରେ ଜୀବନ ରକ୍ଷା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କୁହାଯାଇଛି। ଯକୃତ ସିରୋସିସ୍ ରୋଗରେ ପୀଡ଼ିତ ରୋଗୀଙ୍କୁ ଯକୃତ ସଫଳତାର ସହିତ ସ୍ଥାନାନ୍ତର କରାଯାଇଥିଲା। ପରବର୍ତ୍ତୀ ଖବରଟି ହେଉଛି ରୁଷ ୟୁକ୍ରେନ ଯୁଦ୍ଧରେ ସମାଧାନରେ ନୂଆଦିଲ୍ଲୀ ନେବ ଗୁରୁତ୍ୱପୂର୍ଣ୍ଣ ଭୂମିକା, ଏହା କହିଛନ୍ତି ଇଟାଲୀର ପିଏମ୍।
ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍ସ୍କିଙ୍କୁ ଭେଟିବା ପରେ ଇଟାଲୀ ପ୍ରଧାନମନ୍ତ୍ରୀ ମେଲୋନି ଏହା କହିଛନ୍ତି। ସେ କହିଛନ୍ତି ଯେ ଯଦି ଆପଣ ଭାବୁଛନ୍ତି ୟୁକ୍ରେନକୁ ଛାଡ଼ି ସଂଘର୍ଷର ସମାଧାନ କରାଯାଇପାରିବ, ତେବେ ଆପଣ ଭୁଲ ଭାବୁଛନ୍ତି। ଏହି ସଂଘର୍ଷକୁ ଉଭୟ ପକ୍ଷଙ୍କ କଥା ଶୁଣି ଶେଷ କରିବାର ଆବଶ୍ୟକତା ରହିଛି ଏବଂ ମୁଁ ଅନୁଭବ କରୁଛି ଯେ ଚୀନ ଏବଂ ଭାରତ ଏଥିରେ ମୁଖ୍ୟ ଭୂମିକା ଗ୍ରହଣ କରିପାରନ୍ତି। ପରବର୍ତ୍ତୀ ଖବରଟି ହେଉଛି ଡୋନାଲ୍ଡ ଟ୍ରମ୍ପଙ୍କୁ ସମର୍ଥନ କଲା ହିନ୍ଦୁ ସଂଗଠନ। ଆମେରିକାର ଏକ ହିନ୍ଦୁ ସଂଗଠନ ଆଗାମୀ ରାଷ୍ଟ୍ରପତି ନିର୍ବାଚନରେ କମଲା ହାରିସ୍ ପରିବର୍ତ୍ତେ ଡୋନାଲ୍ଡ ଟ୍ରମ୍ପଙ୍କୁ ସମର୍ଥନ ଦେବା ପାଇଁ ଘୋଷଣା କରିଛନ୍ତି। ହିନ୍ଦୁ ସଂଗଠନ ଦାବି କରିଛି ଯେ କମଲା ହାରିସ୍ ଯଦି ନିର୍ବାଚନ ଜିତନ୍ତି ତେବେ ଭାରତ ଏବଂ ଆମେରିକା ସମ୍ପର୍କ ଅସ୍ଥିର ହୋଇପାରେ। ହିନ୍ଦୁ ସଂଗଠନ ପେନସିଲଭାନିଆ, ଜର୍ଜିଆ ଏବଂ ନର୍ଥ କ୍ୟାରୋଲିନା ପରି ରାଜ୍ୟରେ ଟ୍ରମ୍ପଙ୍କ ସପକ୍ଷରେ ମତଦାତାଙ୍କୁ ଏକଜୁଟ କରିବା ପ୍ରକ୍ରିୟା ଆରମ୍ଭ କରିଛି। ପରବର୍ତ୍ତୀ ଖବରଟି ହେଉଛି ଏନ୍ଆରସି ନାହିଁ ତ ଆଧାର କାର୍ଡ ବି ନାହିଁ। ଆସାମ ସରକାରଙ୍କ ଏହି ନିଷ୍ପତ୍ତି। ଆସାମରେ ଏଣିକି ଆଧାର କାର୍ଡ ପାଇଁ ସମସ୍ତ ଆବେଦନକାରୀଙ୍କୁ ନିଜର ଏନ୍ଆରସି ଆବେଦନ ରସିଦ ସଂଖ୍ୟା ଜମା କରିବାକୁ ହେବ। ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ବ ଶର୍ମା ଶନିବାର ଏହା କହିଛନ୍ତି। ସେ କହିଛନ୍ତି ଯେ ଏଥିପାଇଁ ଏକ ଏସ୍ଓପି ପ୍ରସ୍ତୁତ କରାଯିବ ଏବଂ ଅକ୍ଟୋବର 1ରୁ ଲାଗୁ କରାଯିବ। ସେ କହିଛନ୍ତି ଯେ ଏହାଦ୍ୱାରା ବେଆଇନ ଅନୁପ୍ରବେଶକୁ ରୋକାଯାଇପାରିବ ଏବଂ ରାଜ୍ୟ ସରକାର ଆଧାର କାର୍ଡ ଜାରି କରିବା ପାଇଁ କଠୋର ଆଭିମୁଖ୍ୟ ଗ୍ରହଣ କରିବେ। ପରବର୍ତ୍ତୀ ଖବରଟି ହେଉଛି ପାକିସ୍ତାନ ଉପକୂଳରେ ମିଳିଲା ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସର ବଡ଼ ଭଣ୍ଡାର। ପାକିସ୍ତାନର ସାମୁଦ୍ରିକ ସୀମାରେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସର ବିପୁଳ ଭଣ୍ଡାର ଦେଖିବାକୁ ମିଳିଛି। ମିଡିଆ ରିପୋର୍ଟ ଅନୁଯାୟୀ ଏହି ଭଣ୍ଡାର ଏତେ ବଡ଼ ଯେ ଏଥିରୁ ଉତ୍ପାଦନ ଏହି ପଡ଼ୋଶୀ ଦେଶର ଭାଗ୍ୟ ବଦଳାଇ ଦେଇପାରେ। ତୈଳ ଓ ଗ୍ୟାସ ଭଣ୍ଡାରର ଉପସ୍ଥିତି ନିଶ୍ଚିତ କରିବା ପାଇଁ ଏକ ବନ୍ଧୁ ରାଷ୍ଟ୍ରର ସହଯୋଗରେ 3 ବର୍ଷ ଧରି ସର୍ଭେ କରାଯାଇଥିଲା ବୋଲି ଶୁକ୍ରବାର ଦିନ ଜଣେ ବରିଷ୍ଠ ସୁରକ୍ଷା ଅଧିକାରୀ କହିଛନ୍ତି। ପରବର୍ତ୍ତୀ ଖବରଟି ହେଉଛି ଦିଲ୍ଲୀରୁ ଟ୍ରେନ୍‌ରୁ ନଗଦ 4 କୋଟି ଟଙ୍କା ସହ 365 କେଜି ରୂପା ଜବତ। ଜମ୍ମୁ କାଶ୍ମୀର ଓ ହରିୟାଣା ବିଧାନସଭା ନିର୍ବାଚନକୁ ନେଇ ଆର୍‌ପିଏଫ୍ ଶନିବାର ନୂଆଦିଲ୍ଲୀ ରେଳ ଷ୍ଟେସନରେ ବଡ଼ ଧରଣର ତଲାସୀ ଅଭିଯାନ ଚଳାଇବା ବେଳେ ଟ୍ରେନ୍‌ରୁ ନଗଦ 4 କୋଟି ଟଙ୍କା ଏବଂ 365 କେଜି ରୂପା ଜବତ କରିଛି। ରିପୋର୍ଟ ଅନୁସାରେ ମୁମ୍ବାଇ ରାଜଧାନୀ ଓ ପୂର୍ବା ଏକ୍ସପ୍ରେସରେ ବିପୁଳ ପରିମାଣରେ ଅବୈଧ କ୍ୟାସ୍ ଓ ସୁନା ରୂପା ଅଣାଯାଉଥିବା ନେଇ ଆର୍‌ପିଏଫ୍‌କୁ ସୂଚନା ମିଳିଥିଲା। ସେହି ଅନୁସାରେ ଟ୍ରେନ୍ ଦିଲ୍ଲୀ ଷ୍ଟେସନରେ ପହଞ୍ଚିବା ମାତ୍ରେ ପାର୍ସଲ କୋଚ୍ ଯାଞ୍ଚ କରାଯିବା ବେଳେ ଏହି ନଗଦ ଟଙ୍କା ଓ ସୁନା ମିଳିଛି। ପରବର୍ତ୍ତୀ ଏବଂ ଶେଷ କ୍ରୀଡ଼ା ଖବରଟି ହେଉଛି ପାରା ଅଲିମ୍ପିକ୍ସରେ ନବଦୀପ ରୌପ୍ୟ ଓ ସିମରନ୍ ଜିତିଲେ କାଂସ୍ୟ। ପ୍ୟାରିସ୍ ପାରା ଅଲିମ୍ପିକ୍ସରେ 2024ରେ ଭାରତୀୟ ଖେଳାଳିଙ୍କ ଦମଦାର ପ୍ରଦର୍ଶନ ଜାରି ରହିଛି। ଶନିବାର ପୁରୁଷ ଜାଭଲିନ୍ ପ୍ରତିଯୋଗିତାରେ ଭାରତର ନବଦୀପ ରୌପ୍ୟ ପଦକ ଜିତିଛନ୍ତି। ଅନ୍ୟପଟେ ମହିଳା 200 ମିଟର T12 ପ୍ରତିଯୋଗିତାରେ ଭାରତର ଟ୍ରାକ୍ ଆଣ୍ଡ ଫିଲ୍ଡ ଆଥଲେଟ୍ ସିମରନ୍ ଶର୍ମା କାଂସ୍ୟ ପଦକ ଜିତିଛନ୍ତି। ଏହି ଦୁଇ ପଦକ ସହ ପାରା ଅଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା 29କୁ ବୃଦ୍ଧି ଘଟିଛି। ଭାରତ ଏପର୍ଯ୍ୟନ୍ତ 6 ସ୍ୱର୍ଣ୍ଣ, 9 ରୌପ୍ୟ ଏବଂ 14ଟି କାଂସ୍ୟ ପଦକ ଜିତି ସାରିଛି। ନମସ୍କାର।